Hi friends, welcome to BBN Study and Research Center. ଏହି ଇନଫର୍ମେସନଟି ଆସିଛି ବା ଏହି ରିକ୍ୟୁମେଣ୍ଟଟି ଆସିଛି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ତରଫରୁ କ'ଣ କମ୍ବାଇନ୍ ହାୟର ସେକେଣ୍ଡାରୀ ଏଜୁକେସନ୍ 10th ପ୍ଲସ୍ ଟୁ ଲେଭେଲ୍ ଏକ୍ଜାମିନେସନ୍ 2024। ତ ଦେଖନ୍ତୁ ଏହା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ତରଫରୁ ଆସିଛି। ଯେଉଁ ପିଲାମାନେ ଇଣ୍ଟରେଷ୍ଟ କ୍ୟାଣ୍ଡିଡେଟ୍ ଆପ୍ଲାଏ କରିବାକୁ ଚାହୁଁଛନ୍ତି ତ ନିଶ୍ଚୟ ଆପ୍ଲାଏ କରିପାରିବେ। ତ ଏହା ଅନଲାଇନ୍ କେବେଠୁ ଷ୍ଟାର୍ଟ ହେବ? ଅନଲାଇନ୍ 8/4/2024 ମାନେ ଗତକାଲିଠୁ ଏହା ଷ୍ଟାର୍ଟ ହେଇଯାଇଛି, ଯେଉଁଟା 7/5/2024 ତାରିଖ ପର୍ଯ୍ୟନ୍ତ ଚାଲିବ। ଲାଷ୍ଟ ଡେଟ୍ ହେଉଛି 7/5/2024 ତାରିଖ। ଲାଷ୍ଟ ମେକିଂ ଅନଲାଇନ୍ ପେମେଣ୍ଟ ହେଉଛି 8/5/2024 ତାରିଖ। ତାପରେ ଆପଣଙ୍କ ଏକ୍ଜାମ୍ କେବେ ହେବ? ସିଡ୍ୟୁଲ୍ ଅଫ୍ ଟାୟାର କମ୍ପ୍ୟୁଟର ବେସ୍ ଏକ୍ଜାମ୍ ଆପଣଙ୍କ ଜୁନ୍ କିମ୍ବା ଜୁଲାଇ 2024ରେ ହେବ। ତ ଆସନ୍ତୁ ଡିଟେଲ୍ସରେ ଜାଣିବା କ'ଣ ବାହାରିଛି। ତ ଦେଖନ୍ତୁ, ଗଭର୍ଣ୍ଣମେଣ୍ଟ ଅଫ୍ ସର୍ଭିସ୍ ହ୍ୟାଭ୍ ୱାର୍କ ପ୍ଲେସ୍ ହାୟର ରିପ୍ଲେସ୍ ଗ୍ରାଣ୍ଡର ବାଲାନ୍ସ ଆଣ୍ଡ ଓମେନ୍ କ୍ୟାଣ୍ଡିଡେଟ୍ ଆର୍ ଇନକ୍ୱାରଲି ଆପ୍ଲାଏ। ତ ଏଠି ଝିଅ ପିଲାମାନେ ମଧ୍ୟ ଆପ୍ଲାଏ କରିପାରିବେ। ତ କ'ଣ ବାହାରିଛି ପୋଷ୍ଟ? ଆପଣଙ୍କ ଲୋୟର ଡିଭିଜନ କ୍ଲାସ୍ LDC ଜୁନିୟର ସେକ୍ରେଟାରୀ ଆସିଷ୍ଟାଣ୍ଟ JSA। ଆପଣଙ୍କ ପେ ଲେଭେଲ୍ ରହିବ କେତେ? ଲେଭେଲ୍ 2 19,000 ରୁ 63,000 ମଧ୍ୟରେ ରହିବ। ତାପରେ ଡାଟା ଏଣ୍ଟ୍ରି ଅପରେଟର DO, ଏହା ମଧ୍ୟ ଲେଭେଲ୍ 4 ଯେଉଁଟା 25,000 ରୁ 81,000 ମଧ୍ୟରେ ରହିବ। ଆଉ ଗୋଟେ ଅଛି କେତେ? ଲେଭେଲ୍ 5 ଯେଉଁଟା 29,000 ରୁ 92,000 ମଧ୍ୟରେ ରହିବ। ତାପରେ ଡାଟା ଏଣ୍ଟ୍ରି ଅପରେଟର ଗ୍ରେଡ୍ 1 ଯେଉଁଟା ହେଉଛି 25,500 ରୁ 81,000 ମଧ୍ୟରେ ରହିବ। ତ ଭେକେନ୍ସି କହିବାକୁ ଗଲେ ଆପ୍ରୋମିକ୍ସ ମାନେ ପାଖାପାଖି କେତେ? 3,712 ଭେକେନ୍ସି ଅଛି, କିନ୍ତୁ ଏହା ବଢ଼ି ବି ପାରେ। ସେଥିପାଇଁ ଆପଣ ସେ ଭେକେନ୍ସି ବିଷୟରେ ଭାବନ୍ତୁ ନାହିଁ। ଆପଣ ଆପ୍ଲାଏ କରିପାରିଲେ ମେନ୍ ହେଲା ଆପଣଙ୍କ ଏକ୍ଜାମ୍ କ'ଣ ଓଡ଼ିଶାରେ ଅଛି, ଓଡ଼ିଶା ଆପଣ ସେଣ୍ଟର ଅଛି, ତ ଓଡ଼ିଶାରେ ମଧ୍ୟ ଯାଇକରି ଏହା ଆପ୍ଲାଏ କରିପାରିବେ ବା ଆପ୍ଲାଏ ଅନଲାଇନ୍ରେ କରିବେ ଏବଂ ଓଡ଼ିଶାରେ ଆପଣଙ୍କ ଏକ୍ଜାମ୍ ସେଣ୍ଟର ଅଛି ପାଖ ଏରିଆରେ ଦେଇପାରିବେ। ତ ଏହି PDFଟି ଅଛି ଆପଣଙ୍କ କେତେ 80 ପେଜ୍ର। ତ ମୁଁ ମେନ୍ ଇମ୍ପୋର୍ଟାଣ୍ଟ ଯେଉଁଟା ଆପଣଙ୍କ ଦରକାର ସେଗୁଡ଼ାକ ଡିସ୍କସ୍ କରିବି। ପ୍ଲସ୍ ଯେଉଁମାନେ ଏହି PDF ପାଇବାକୁ ଚାହୁଁଛନ୍ତି ତାହେଲେ ଡେସ୍କ୍ରିପ୍ସନ୍ରେ ଲିଙ୍କ୍ ଦେଇଦେବି, ସେଠୁ ଟେଲିଗ୍ରାମ ଚ୍ୟାନେଲରେ ଯିବେ ଓ ଟେଲିଗ୍ରାମରେ ପାଇପାରିବେ। ତ ଏଜ୍ କହିବାକୁ ଗଲେ 18 ରୁ 27 ବର୍ଷ ମଧ୍ୟରେ ଆପଣଙ୍କୁ ନିହାତି ହେବା ଦରକାର। ପ୍ଲସ୍ ଗଭର୍ଣ୍ଣମେଣ୍ଟ ରୁଲ୍ ହିସାବରେ ଦେଖନ୍ତୁ ଏଜ୍ ରିଲେକ୍ସନ୍ ଅଛି। ତାପରେ ଏକ୍ଜାମ୍ ବା ଏକ୍ସପ୍ଲେନେସନ୍, ଏହା କିଛି ଏତେ ନାହିଁ। ତା ଏଜୁକେସନ୍ କ୍ୱାଲିଫିକେସନ୍ କ'ଣ? ଡାଟା ଏଣ୍ଟ୍ରି ଅପରେଟର DO ଗ୍ରେଡ୍ 1 ମିନିଷ୍ଟ୍ରି ଅଫ୍ କନଜ୍ୟୁମର। ତ ଦେଖନ୍ତୁ ଡାଟା ଏଣ୍ଟ୍ରି ଅପରେଟର ଗ୍ରେଡ୍ 1ର ମଧ୍ୟ ଅଛି, ଯେଉଁଟା ଆପଣଙ୍କ ଏହା କମ୍ବାଇନ୍ CSE ବା କମ୍ବାଇନ୍ ପ୍ଲସ୍ 2 ଲେଭେଲ୍ର ଏକ୍ଜାମ୍, ଯେଉଁଟା 12 ଷ୍ଟାଣ୍ଡାର୍ଡ ପାସ୍ ଇନ୍ ସାଇନ୍ସ ଷ୍ଟ୍ରିମ୍ ମ୍ୟାଥମେଟିକ୍ସ ସବଜେକ୍ଟ ଫ୍ରମ୍ ରିକଗ୍ନାଇଜ୍ ବୋର୍ଡ଼ ୟୁନିଭର୍ସିଟି। କ'ଣ? DO ଡାଟା ଏଣ୍ଟ୍ରି ଅପରେଟର ପାଇଁ ଆପଣଙ୍କ ସାଇନ୍ସ ନେବା ସାଇନ୍ସ ନେଇଥିଲେ ହିଁ ଆପ୍ଲାଏ କରିପାରିବେ। ତାପରେ LDCI JSA ପାଇଁ ପ୍ଲସ୍ 2 ଷ୍ଟାଣ୍ଡାର୍ଡ ଅର୍ ଇକ୍ୱିଭ୍ୟାଲେଣ୍ଟ ଏକ୍ଜାମିନେସନ୍। ଆପଣ JSA ପାଇଁ ଆପଣ କୌଣସି ସବଜେକ୍ଟରେ ବି ମଧ୍ୟ ଆପଣ ପ୍ଲସ୍ 2 ପାସ୍ କରିଥିଲେ ଏହା ଆପ୍ଲାଏ କରିପାରିବେ। ହାଉ ଟୁ ଆପ୍ଲାଏ? ଦେଖନ୍ତୁ କେଉଁଠି ଆପ୍ଲାଏ କରିବେ? ଏହି ୱେବସାଇଟ୍ରେ ଆପଣ ssc.gov.in ୱେବସାଇଟ୍ରେ ଆପଣ ଆପ୍ଲାଏ କରିପାରିବେ, ନଚେତ୍ ଅନ୍ୟଠି ଆପଣ ଆପ୍ଲାଏ କରିବେ ନାହିଁ। ଆପ୍ଲିକେସନ୍ ଫି କହିବାକୁ ଗଲେ ଆପଣଙ୍କୁ 100 ଟଙ୍କା ପଡ଼ିବ ଆପ୍ଲିକେସନ୍ ଫି। ତ ପିଲାମାନଙ୍କ ପାଇଁ ଅଛି ଓ ଝିଅମାନଙ୍କ ପାଇଁ ଏଠି ଆପ୍ଲିକେସନ୍ ଫି ନାହିଁ। ଓମେନ୍ କ୍ୟାଣ୍ଡିଡେଟ୍ ପାଇଁ ଆପ୍ଲିକେସନ୍ ଫି ନାହିଁ। ବିନା ଆପ୍ଲିକେସନ୍ ଫିରେ ଆପଣ ଅନଲାଇନ୍ କରିପାରିବେ। ତା ସେଣ୍ଟର ଏକ୍ଜାମିନେସନ୍ କହିବାକୁ ଗଲେ ଦେଖନ୍ତୁ ଆମ 2 ନମ୍ବରରେ ଦେଇଛି କ'ଣ? ଏଇ 2 ନମ୍ବରରେ ଦେଇଛି କେଉଁଠି? ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, ରାଉରକେଲା, କଟକ, ସମ୍ବଲପୁର। 6ଟି ଆପଣଙ୍କ ଏକ୍ଜାମିନେସନ୍ ସେଣ୍ଟର ଓଡ଼ିଶାରେ ଅଛି। ତ ନିୟରେଷ୍ଟ ପାଖରେ ଆପଣ ଦେଇପାରିବେ। କେଉଁଠି ଆପଣଙ୍କ ତ ପାଖ ଏରିଆରେ ଆପଣ ଆଡ୍ରେସ୍ ଦେଲେ ଆପଣ ସେଇଠି ଯାଇକରି ଅନଲାଇନ୍ ଏକ୍ଜାମ୍ ଦେଇପାରିବେ।
श्याम एग्जामिनेशन टायर 1 एवं टायर 2। तो टायर 1 रे कौन इंग्लिश बेसिस लैंग्वेज 25 मार्क पड़ो, जनरल इंटेलिजेंस आप 25 मार्क पड़ो 25 टी क्वेश्चन पड़ो 50 मार्क, क्वांटिटी एटीट्यूड बेसिस अर्थमेटिक स्किल 25 मार्क पड़ो, जनरल अवेयरनेस 25 मार्क पड़ो, टोटाल आपको 200 मार्क एग्जाम हे 25 टी क्वेश्चन 50 मार्क पर गोटे क्वेश्चन आपको 2 मार्क। तो 200 मार्क आपको एग्जाम हे जो ड्यूरेशन होची 600 मिनिट 60 मिनिट 80 मिनिट फॉर कैंडिडेट। तो घंटे आपको 200 मार्क एग्जाम हे। टायर 2 एमती आपको 180 मार्क एग्जाम हे। तो जो पिला झील मैंने पिला माने इंटरेस्ट कैंडिडेट से मैंने अप्लाई कर निश्चय करूँ कहीं ओडिशा जदि पाइपर ना सेंट्रल रे पाइबार आशा बहुत अधिक अच्छी। तो निश्चित अप्लाई करूँ एवं जो पिला माने प्रथम टाइम यही चैनल विजिट करथिले एवं यही इनफॉरमेशन टी केमिति लागिला निश्चित कमेंट माध्यम जनइबे एवं भल लगी निश्चित चैनल टाको सब्सक्राइब करेंगे। थैंक यू।